ଆଜି ହେଲା ମହାପ୍ରଭୁଙ୍କ ଅଧରପୋଛା ନୀତି କରାଯିବ। ରାତିକି ମହାପ୍ରଭୁଙ୍କର ବନଗଲା ନୀତି ଗଲା ପରେ କାଲି ଆପଣଙ୍କର ହେରା ପଞ୍ଚମୀ ନୀତି କାର୍ଯ୍ୟକ୍ରମ ଆରମ୍ଭ ହେବ। ଅଧରପୋଛାରେ ଆପଣ କଣ କଣ ସବୁ କରନ୍ତି? ଅଧରପୋଛା ମହାପ୍ରଭୁଙ୍କର ଯେଉଁ ନେତ୍ର ଆପଣ ଦେଖନ୍ତୁ ମଳିନ ପଡ଼ିଯାଇଛି। ଅଧରପୋଛା କଲେ ମହାପ୍ରଭୁ ଭୋଗ ହେବ ଆଜି। ତେଣୁ ମହାପ୍ରଭୁ ନିଜକୁ ନିଜେ ଭୋଗ ଖାଇବେ। ନିଜର ଅଧର ତାର ପୋଛି ଦେବା ମୁଖ ପୋଛି ଦେଲା ପରେ ମହାପ୍ରଭୁ ସୁନ୍ଦର ଦେଖାଯାଇଥାନ୍ତି। ତେଣୁ ଅଧରପୋଛା ନୀତି କୁହାଯାଏ। ଏହାପରେ ମହାପ୍ରଭୁଙ୍କର ଯେହେତୁ ମହାପ୍ରଭୁ ଯାତ୍ରାରେ ଖେଚେଡ଼ି ମୁଠାଏ ଖାଇ ଆସିଛନ୍ତି, ଆଜି ଆଡ଼ପ ଅଭଡ଼ା ବାହାରିବ ଏବଂ ତା ସହିତ ମହାଲକ୍ଷ୍ମୀ ସାନ୍ତାଣୀ ହେରା ପଞ୍ଚମୀରେ ଆସନ୍ତାକାଲି ଆସିବେ। ଆଉ ସେଥି ନେଇକି ମଧ୍ୟ ମହାପ୍ରଭୁଙ୍କୁ ସୁନ୍ଦର ଦେଖିବା ପାଇଁକା ଏବେ ମଧ୍ୟ ଆପଣଙ୍କର ବନକ ଲାଗି କରାଯିବ। ଆଜ୍ଞା ସେ ଘରେ ଯେତେ ଦିନ ଦେଖିଲେ ଯାହା ଏ ଘରେ ଗୋଟିଏ ଦିନ ଦେଖିଲେ ସେୟା। ତେଣୁ ମହାପ୍ରଭୁ ବନକ ଲାଗି ନୀତି କରାଯିବ। ସେଥିପାଇଁ ସର୍ବସାଧାରଣ ଦର୍ଶନ 4 ଘଣ୍ଟା ବନ୍ଦ ରହିବ। ମହାପ୍ରଭୁ ବନ ଜାତୀୟ ଜିନିଷ ଲାଗି ହେବ। ତେଣୁ ଏକୁ ବନକ ଲାଗି କୁହାଯାଏ। କଣ ସବୁ ଆପଣଙ୍କର ବନକ ଲାଗି? କେଶର ହରତାଳ ହେଙ୍ଗୁଳ ମହାପ୍ରଭୁ ବନକ ଲାଗି ନୀତି କରାଯାଏ। ଏ ବନକ ଲାଗି ନୀତି ବା ମୁଖ ସିଙ୍ଗାର କୁହନ୍ତି, ଶୃଙ୍ଗାର ବେଶ ହୋଇଥାନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଗତକାଲି ମହାପ୍ରଭୁଙ୍କର ପହଣ୍ଡି ଅତି ସୁନ୍ଦର ଭାବରେ ହୋଇଥିଲା ଏବଂ ଆଗାମୀ ଦିନରେ ହେଉଛି ଆସନ୍ତାକାଲି ହେରା ପଞ୍ଚମୀ, ସନ୍ଧ୍ୟା ଦର୍ଶନ, ବାହୁଡ଼ା, ସୁନାବେଶ, ନୀଳାଦ୍ରି ବିଜେ ସବୁ ନୀତିମାନ ଅଛି। ଆମ ସେବାୟତମାନେ ସଦା ସର୍ବଦା ତତ୍ପର ଅଛନ୍ତି କେମିତି ପ୍ରଭୁଙ୍କ ସେବା କାର୍ଯ୍ୟ କରିବେ। ତେଣୁକରି ମୋର ଆଶା ଏବଂ ବିଶ୍ୱାସ ପ୍ରଭୁ ଜଗନ୍ନାଥଙ୍କ ପାଖରେ ସେବାୟତ ହେଉ ଏବଂ ପ୍ରଶାସନ ହେଉ ସମସ୍ତେ ସମର୍ପଣ ଭାବ ରଖିଲେ ମହାପ୍ରଭୁ ତାଙ୍କ କାର୍ଯ୍ୟ ଆଗେଇ ନେବେ। ଏତେ ବଡ଼ ଗୋଟେ ଅଘଟଣ ଘଟିଗଲା, ସେ ଘଟଣାଟା ଯେମିତି ପୁନରାବୃତ୍ତି ନ ହେବ ସେଥିପାଇଁ ଭକ୍ତମାନଙ୍କ ପାଇଁକା ଆଜି ଶୃଙ୍ଖଳିତ ବ୍ୟବସ୍ଥା ବି ମଧ୍ୟ ପ୍ରଶାସନ ପକ୍ଷରୁ କରାଯାଉଛି। ନିଶ୍ଚିନ୍ତ ଆମେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁଛୁ ଏଇଭଳି ଅଘଟଣ କେମିତି ପୁରୀ ସହରରେ କେବେ ନ ହେଉ। ଆଉ ଯେଉଁମାନେ ମଧ୍ୟ ଏହି ଅଘଟଣରେ ପ୍ରାଣ ହରାଇଛନ୍ତି ତେଣୁକରି ତାଙ୍କ ପ୍ରତି ମହାପ୍ରଭୁଙ୍କ ସଦା ସର୍ବଦା ଆଶୀର୍ବାଦ ରହୁ ତାଙ୍କ ପରିବାର ପ୍ରତି। ଏବଂ ମୁଁ ମଧ୍ୟ ଆପଣମାନଙ୍କ ମାଧ୍ୟମରେ ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ମୋର ସେବାୟତ ବନ୍ଧୁମାନଙ୍କୁ ନିବେଦନ କରିବି ମହାପ୍ରଭୁଙ୍କ ପାଖରେ ଆପଣମାନେ ସମର୍ପିତ ହୋଇଯାଆନ୍ତୁ ଏବଂ ଆପଣଙ୍କର କର୍ତ୍ତବ୍ୟ ସଠିକ୍ ରୂପେ କରନ୍ତୁ। ପ୍ରଭୁ ନିଶ୍ଚିନ୍ତ ତାଙ୍କ କାର୍ଯ୍ୟ ସିଏ ହିଁ କରିବେ। ଜୟ ଜଗନ୍ନାଥ। ମହାପ୍ରଭୁଙ୍କର ସମର୍ପଣ ମନୋଭାବ ନେଇ କାମ କରିବାର ଆବଶ୍ୟକତା ରହିଛି। ସମସ୍ତେ ସମର୍ପଣ ମନୋଭାବ ରଖି ମହାପ୍ରଭୁଙ୍କର ନୀତିରେ ଜଡ଼ିତ ହେଲେ ସବୁ ଶୃଙ୍ଖଳିତ ହେବ। ଏ ଯେ ମହାପ୍ରଭୁଙ୍କର ଆଡ଼ପ ଦର୍ଶନ, ଆପଣ ଜାଣିଛନ୍ତି ଆଡ଼ପ ଦର୍ଶନର ଗୋଟେ ବିଶେଷତ୍ୱ ଥାଏ। କାହିଁକି ମହାପ୍ରଭୁଙ୍କୁ ଆଡ଼ପ ଦର୍ଶନ ବୋଲି କୁହନ୍ତି? ଭକ୍ତମାନେ କାହିଁକି ଦୂର ଦୂରାନ୍ତରୁ ଛୁଟି ଆସନ୍ତି? ନୀଳାଦ୍ରି ମହୋଦୟ ବାମଦେବ ସଂହିତା ସ୍କନ୍ଦ ପୁରାଣରେ ଏହି ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ଦର୍ଶନର ବିଶେଷ ମହତ୍ତ୍ୱ ରହିଛି। ଆମର ନୀଳାଦ୍ରୌ 10 ବର୍ଷାଣୀ ଆଡ଼ପ ମଣ୍ଡପେ ଦିନେ ଯେଉଁ କଥା କୁହାଯାଇଛି ଯେ 10 ବର୍ଷ ନୀଳାଦ୍ରିରେ ମହାପ୍ରଭୁଙ୍କର ଅର୍ଚ୍ଚନାରେ ଯେଉଁ ଆନନ୍ଦ, ସେ ଆନନ୍ଦ ଗୋଟିଏ ଦିନରେ ମଧ୍ୟ ଏହି ଗୁଣ୍ଡିଚା ମଣ୍ଡପରେ ଲାଭ ହୋଇଥାଏ। କାରଣ ଏହି ମହାପ୍ରଭୁଙ୍କର ଜନ୍ମବେଦୀ ଏଠି ସହସ୍ର ଅଶ୍ୱମେଧ ଯଜ୍ଞ ସମ୍ପନ୍ନ ହୋଇଥିଲା। ଇନ୍ଦ୍ରଦମ୍ନ ମହାରାଜଙ୍କର ଯେଉଁ ପବିତ୍ର ଇନ୍ଦ୍ରଦମ୍ନ ପୁଷ୍କରିଣୀ ଯାହା ଯୁଗ ଯୁଗ ଧରି ଅଛି, ଆଜି ପବିତ୍ର ମଘାନ ପଞ୍ଚମୀ ନକ୍ଷତ୍ରରେ ସ୍କନ୍ଦ ପୁରାଣରେ କୁହାଯାଇଛି ଯେଉଁମାନେ ଇନ୍ଦ୍ରଦମ୍ନ ସରୋବରରେ ସ୍ନାନ କରିକିରି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି, ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଶ୍ରାଦ୍ଧ ବ୍ୟବସ୍ଥା କରନ୍ତି, ସେମାନଙ୍କ ପିତୃପୁରୁଷ 21 କୂଳ ପର୍ଯ୍ୟନ୍ତ ମୁଖ୍ୟ ପ୍ରାପ୍ତ ହୁଅନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଆଡ଼ପ ଦର୍ଶନର ବହୁତ ମହତ୍ତ୍ୱ ରହିଛି। କିନ୍ତୁ ଆମର କର୍ତ୍ତବ୍ୟ ଆମେ ଶୃଙ୍ଖଳିତ ହେବା, ଆମେ ଧୈର୍ଯ୍ୟ ରଖିବା ଏବଂ ଭକ୍ତମାନଙ୍କୁ ଯେଉଁମାନେ ବୃଦ୍ଧ, ଯେଉଁମାନେ ବାଳକ, ଯେଉଁମାନେ ସ୍ତ୍ରୀ ଲୋକ ସେମାନଙ୍କୁ ଆମେ ଆଗକୁ ଦେବା, ଆମେ ନିଜେ ପଛରେ ରହିଯିବା। ଯଦି ଅଧିକ ଗହଳି ଅଛି ଆମେ କେବେ ହେଲେ ଆଗକୁ ଯିବା ନାହିଁ। ଆମେ ଦୂରରୁ ବି ଦର୍ଶନ କରିବା, ପ୍ରଭୁଙ୍କୁ ମାନସିକ ପ୍ରଣାମ କରିବା, ତାହେଲେ ବି ସେଇ ପୁଣ୍ୟ ଲାଭ ହେବ। ସେଥିରେ କୌଣସି ସନ୍ଦେହ ନାହିଁ। ଭଗବାନ ମହାପ୍ରଭୁ ଜଗନ୍ନାଥ ସବୁଠି ବିଦ୍ୟମାନ ଅଛନ୍ତି, ନିଜ ହୃଦୟରେ ବିଦ୍ୟମାନ ଅଛନ୍ତି। ତେଣୁ ସେ ଭକ୍ତକୁ ପରୀକ୍ଷା କରନ୍ତି। ଆମେ କେବେ ହେଲେ ବ୍ୟାକୁଳ ହେବା ନାହିଁ କି କେବେ ହେଲେ ଏହି ପ୍ରକାର ପରିସ୍ଥିତି ଉତ୍ପନ୍ନ କରିବା ନାହିଁ ଯେଉଁ ପ୍ରକାର ପରିସ୍ଥିତିରେ এইভাবে অঘটন মান ঘটিথায়। তেণু আমার ধৈর্য রহবা দরকার। কিন্তু আড়প দর্শনর মহত্ব অছি। আপনার মন ভিতরে ভাবনা কলে বি মহাপ্রভু সে ফল দিয়ে থাকে। জাঁচতে এটি যজ্ঞান্ন বাহারে যে কুয়া যজ্ঞান্ন কোটি কৈবল্য, সে কোটি কৈবল্যক পাইবা ভক্ত মানে আসি থাকে। এই যজ্ঞান্ন আজ কেতবেলক বাহার, ভক্ত মানে কেতবেলক পাইবে। এইনে মহাপ্রভুঙ্কর মঙ্গল আଳତି বଢ଼ିଛି। তাপরে অবকাশ পূজা পাইকা মৈলম হয়েকি মহাপ্রভুঙ্কর তড়প লাগি হব। তড়প লাগি পরে মহাপ্রভুঙ্কর অবকাশ পূজা সম্পন্ন হব। অবকাশ পূজা সম্পন্ন পরে তাঙ্কর রোষ হোম, দ্বারপাল পূজা, বেশ ଏସବୁ ହେଲା ପରେ ମହାପ୍ରଭୁଙ୍କର ଗୋପାଳ ବଲ୍ଲଭ ବଢ଼ିବ। ଗୋପାଳ ବଲ୍ଲଭ ବଢ଼ିଲା ପରେ ମହାପ୍ରଭୁଙ୍କର ଯେଉଁ ପ୍ରଥମ
ଯଜ୍ଞାନ୍ନ ଯାହାକୁ କୁହାଯାଉଛି ଆମର ସକାଳ ଧୂପ ସିଏ ରାଜୋପଚାର ଭୋଗରେ ଷୋଡ଼ଶୋପଚାରରେ ସମ୍ପନ୍ନ ହେବ। ତାପରେ ଭୋଗ ମଣ୍ଡପ ହେବ। ତେଣୁ ଆଜି ସବୁ ନୀତିମାନ ରହିଛି। ସନ୍ଧ୍ୟାରେ ବନକ ଲାଗି ବିଧାନ ଅଛି। କାଲି ଯେହେତୁ ମା ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଆସିବେ, ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି ଅଛି, ତେଣୁ ମହାପ୍ରଭୁ ଆଜି ସନ୍ଧ୍ୟାରେ ବନକ ଲାଗି ହେବେ। ମନ୍ଦିର ବନ୍ଦ ରହିବ। ସେ ସମୟରେ ଭକ୍ତମାନଙ୍କୁ ନିବେଦନ ସେମାନେ ଆସିକରି ଗହଳି କରିବେ ନାହିଁ। ଜୟ ଜଗନ୍ନାଥ।